ବିଜେଡି ସମୟରେ ମଧ୍ୟ କଟନୀ ଛଟନୀ ହଉଥିଲା, ଚାଷୀ ଆନ୍ଦୋଳନ କରୁଥିଲେ, କଟନୀ ଛଟନୀ ହଉଥିଲା, ଆନ୍ଦୋଳନ କରୁଥିଲେ, ଚାଷୀ ଆତ୍ମହତ୍ୟା କରୁଥିଲେ ବିଜେଡି ସମୟରେ। କିନ୍ତୁ ଦୁର୍ଭାଗ୍ୟ ସେ ସରକାର ବିଜେଡି ସରକାର ଯାହା କରୁଥିଲା, ବିଜୁ ଜନତା ଦଳ ଯାହା କରୁଥିଲା, ଆଜି ବିଜେପି ମଧ୍ୟ ସେୟା କରୁଛି। କୌଣସି ପରିବର୍ତ୍ତନ ନାହିଁ। ବିଜେପି ବିଜେଡି ସେମାନେ ଭାଇ ଭାଇ। କଂଗ୍ରେସ ଆଗରୁ ଲଢି ଆସୁଥିଲା, ଏବେ ବି ଲଢୁଛି। କଂଗ୍ରେସ ଦଳ ତରଫରୁ ମୁକ୍ତି ପ୍ରସ୍ତାବ ଆଣିଥିଲି। କଟନୀ ଛଟନୀ ଯୋଉ 15 କେଜିରୁ ଉର୍ଦ୍ଧ୍ୱ ହଉଛି ଏବଂ ରାଜ୍ୟ ସରକାର ଯୋଉ କଥା କହିଥିଲେ ଠିକ ସମୟରେ ପେମେଣ୍ଟ କଥା କହିଥିଲେ, 2 ଦିନ ଭିତରେ ପେମେଣ୍ଟ କଥା, 15 ଦିନ 20 ଦିନ ଲେଖେ ପେମେଣ୍ଟ ହଉନି ଏବଂ ଚାରିଆଡେ ଆଜି ଚାଷୀ ତ୍ରାଇ ଡାକୁଛନ୍ତି। ଧାନ କିଣା ହେଇପାରୁନି, ବିଧାନସଭାରେ ଆଲୋଚନା ହେଇପାରୁନଥିଲା। କଂଗ୍ରେସ ଦଳ ଆଜି ପାଇଁ ବୋଲି ଆଜି ଆଲୋଚନା ହେଇପାରୁଛି। ରାଜ୍ୟ ସରକାର ଇଚ୍ଛା ନଥିଲା, ଇଚ୍ଛା ପ୍ରକଟ କରୁନଥିଲା ଆଲୋଚନାକୁ। ଏ ପରିପ୍ରେକ୍ଷୀରେ ଆଜି ମାନ୍ୟବର ମନ୍ତ୍ରୀ ଯୋଉ ଉତ୍ତର ରଖିଛନ୍ତି, ଏ ହାସ୍ୟାସ୍ପଦ। ମାନ୍ୟବର ମନ୍ତ୍ରୀ ଯୋଉ ଉତ୍ତର ରଖିଛନ୍ତି ଏ ହାସ୍ୟାସ୍ପଦ। ସେଥିପାଇଁ ଆମେ ବାଇକଟ କରୁ। ଆଶା ରଖିବି ଚାଷୀ ଭାଇ ମାନେ ତାର ଠିକ ଜବାବ ଦେବେ। ଚାଷୀ ଭାଇ ମାନଙ୍କର ଧାନ ବିକ୍ରି ହେଇପାରୁନି, କିଣା ହେଇପାରୁନି, ମିଲର୍ସ ଧାନ ଚାଉଳ ଉଠୁନି, ଚାଉଳ କେନ୍ଦ୍ର ସରକାର ଉଠଉନି, ଡବଲ ଇଞ୍ଜିନ ସରକାର ରାଜ୍ୟରୁ ଚାଉଳ ଉଠଉନାହାନ୍ତି, ଅରୁଆ ଚାଉଳ ଉଠୁନି, ଉଷୁନା ଚାଉଳ ହେଇପାରୁନି। ଏ ପରିପ୍ରେକ୍ଷୀରେ ଆଜି ଚାଷୀ ତ୍ରାଇ କାନ୍ଦୁଛି। ସେଥିପାଇଁ ଆଜି ମୁକ୍ତି ପ୍ରସ୍ତାବର ଆଲୋଚନା କରିଛୁ ଏବଂ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଯେ ତୁରନ୍ତ କିପରି ଭାବରେ ଚାଷୀ ମାନଙ୍କ ଧାନ ଉଠିବ ଏବଂ ସେମାନେ ତାଙ୍କର ଅର୍ଥ ପାଇବେ। ଆଉ ଗୋଟେ ବିଜେଡି ବୟକଟ କରିକି ଯାଇକି ରାଜ୍ୟ ରାସ୍ତାରେ ନବୀନ ନିଜେ ରାଜ୍ୟ ରାସ୍ତାରେ ଯାଇଛନ୍ତି, ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟି ଦେଖନ୍ତୁ, କଂଗ୍ରେସ ବିଜେପି ଭାଇ ଭାଇ ନାହିଁ, ବିଜୁ ଜନତା ଦଳ ବିଜେପି ଦଳ ଭାଇ ଭାଇ। ବିଧାନସଭାରେ ଆଲୋଚନା କରି ନ କରିବା ପାଇଁ, ଚାଷୀ ମାନଙ୍କର ସ୍ୱାର୍ଥ ରକ୍ଷା କରିବା ପାଇଁ କଂଗ୍ରେସ ଆଲୋଚନାକୁ ଯାଇଛି ଏବଂ ବିଜେଡି ସମୟରେ ମଧ୍ୟ କଟନୀ ଛଟନୀ ହଉଥିଲା, ଚାଷୀ ଆନ୍ଦୋଳନ କରୁଥିଲେ, କଟନୀ ଛଟନୀ ହଉଥିଲା, ଆନ୍ଦୋଳନ କରୁଥିଲେ, ଚାଷୀ ଆତ୍ମହତ୍ୟା କରୁଥିଲେ ବିଜେଡି ସମୟରେ। କିନ୍ତୁ ଦୁର୍ଭାଗ୍ୟ ସେ ସରକାର ବିଜେଡି ସରକାର ଯାହା କରୁଥିଲା, ବିଜୁ ଜନତା ଦଳ ଯାହା କରୁଥିଲା, ଆଜି ବିଜେପି ମଧ୍ୟ ସେୟା କରୁଛି। କୌଣସି ପରିବର୍ତ୍ତନ ନାହିଁ। ବିଜେପି ବିଜେଡି ସେମାନେ ଭାଇ ଭାଇ। କଂଗ୍ରେସ ଆଗରୁ ଲଢି ଆସୁଥିଲା, ଏବେ ବି ଲଢୁଛି, ଆସନ୍ତା ଦିନରେ ମଧ୍ୟ ଲଢିବ ଚାଷୀ ମାନଙ୍କ ପାଇଁ।